ମା ଡୁକୁରୀଙ୍କ ଛତ୍ର ଯାତ୍ରା ପାଇଁ ପ୍ରସ୍ତୁତି ତଥା ସାମ୍ବାଦିକ ସମ୍ମିଳନୀ। ମଦନପୁର ରାମପୁର ଏକ ଗଡ଼ଜାତ ଅଞ୍ଚଳ ଯୋଗୁଁ ଆବାହମାନ କାଳରୁ ମା ଡୁକୁରୀ ରାମପୁରର ନାଗବଂଶୀ ରାଜା ତଥା ରାମପୁରର ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଇ ଆସୁଛନ୍ତି। ପ୍ରତିବର୍ଷ ଶାରଦୀୟ ଦଶହରା ଅଷ୍ଟମୀ ଓ ନବମୀ ତିଥିରେ ମାଙ୍କ ପୂଜା ମହା ଆଡମ୍ବର ସହକାରେ ପାଳିତ ହୋଇ ଆସୁଛି। ଚଳିତ ବର୍ଷଠାରୁ ମାଙ୍କ ଛତ୍ର ଯାତ୍ରା ମହା ସମାରୋହରେ ପାଳିତ ହେବ ବୋଲି ମା ଡୁକୁରୀ କମିଟିର ସଭାପତି ତଥା ପ୍ରଧାନ ସେବକ ବୁଧେନ୍ଦ୍ର ପ୍ରତାପ ସିଂଦେଓ, ସମ୍ପାଦକ ଯଶୋବନ୍ତ ପ୍ରତାପ ସିଂଦେଓଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଜଣାଇଛନ୍ତି। ଏନେଇ ସେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି କି ମା ଡୁକୁରୀଙ୍କ ଅସୀମ କୃପାରୁ ଚଳିତ ବର୍ଷ ମା ଡୁକୁରୀ ଦେବୀଙ୍କ ଛତ୍ର ଯାତ୍ରା ଶ୍ରଦ୍ଧା ଓ ଭକ୍ତି ସହିତ ପାଳିତ ହେବ। ଆସନ୍ତା 29 ତାରିଖ ସୋମବାର ଦିନ ମହାଷ୍ଟମୀ ରାତ୍ରିରେ ମା ଡୁକୁରୀ ଜେନା ମନ୍ଦିରକୁ ବିଜେ କରି ପୂଜା କର୍ମ ସମାପନ ପରେ ଏକ ଶ୍ରଦ୍ଧା ଓ ଭକ୍ତିର ଭବ୍ୟ ଶୋଭାଯାତ୍ରା ସହିତ ମାଙ୍କ ଛତ୍ର ମନ୍ଦିରକୁ ବିଜେ କରିବେ। ଉକ୍ତ ଶୋଭାଯାତ୍ରା ସକାଳ 7 ଘଣ୍ଟାରୁ ଆରମ୍ଭ ହୋଇ ରାଜବାଟୀ ସ୍ଥିତ ମାଙ୍କ ମନ୍ଦିରକୁ ଅଭିମୁଖେ ଯାତ୍ରା କରିବେ। ତେଣୁ ମାଙ୍କ ଆଶୀର୍ବାଦ ପାଇବା ପାଇଁ ଜନସାଧାରଣ ରାସ୍ତାରେ ନିଜର ଶ୍ରଦ୍ଧା ଅନୁଯାୟୀ କୁମ୍ଭ, କଳସ, ଭୋଗ ଆଦି ପୂଜାର୍ଚ୍ଚନା କରିପାରିବେ। ସେଠାରୁ ଆସି ମା ମନ୍ଦିରରେ ପ୍ରବେଶ କଲା ପରେ ମନ୍ଦିର ରୀତିନୀତି ଅନୁଯାୟୀ ଯଥାବିଧି ପୂଜାର୍ଚ୍ଚନା ଅନୁଷ୍ଠିତ ହେବ। ମା ଡୁକୁରୀଙ୍କର ପରିଚାଳନା କମିଟିର ବର୍ତ୍ତମାନ ସଭାପତି ଅଛି ଏବଂ ମଦନପୁର ରାମପୁର ମୁଖ୍ୟ ଏହି ମା ଇଷ୍ଟଦେବୀ ମା ଡୁକୁରୀଙ୍କର ପ୍ରଧାନ ସେବକ ରୂପରେ ମୁଁ ଏ ବର୍ଷ ଦାୟିତ୍ୱ ନେଇଛି। ତେଣୁ ଏ ବର୍ଷର ଆମର ଛତ୍ରଯାତ୍ରା ମଦନପୁର ରାମପୁର ମା ଡୁକୁରୀଙ୍କର ଛତ୍ରଯାତ୍ରା ଅଛି। ଏଇ ନବମୀ ସକାଳ 30 ତାରିଖ ମଙ୍ଗଳବାର ଦିନ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଗଣମାଧ୍ୟମରେ ଯେ ଆପଣମାନେ ଆସି ଏଠି ସହଯୋଗ କରନ୍ତୁ, ଏକତ୍ରିତ ହେତୁ ମାଙ୍କର ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ଏହା ମୁଁ ଆପଣମାନଙ୍କର ମୁଁ ଚାହୁଁଛି ଗଣମାଧ୍ୟମରେ ଏହା ପ୍ରଚାରକୁ କେମିତି ଏ ବର୍ଷ ଆମେ ବହୁତ ସୁନ୍ଦର ଭାବରେ ହୋଇପାରିବ, ଭବ୍ୟ ହୋଇପାରିବ ଯାତ୍ରାଟି। ତେଣୁ ଆପଣମାନଙ୍କୁ ଅନୁରୋଧ କରୁଛି ସମସ୍ତେ ଆସି ଏଠି ଯୋଗଦାନ କରିବେ ଏବଂ ସହଯୋଗ କରିବେ। ଧନ୍ୟବାଦ। ଜୟ ମା ଡୁକୁରୀ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।